हाय जय जगन्नाथ मान प्रिय बापी आज देखते आम प्रथम आसीचु पटिया रंग कर पटिया गोटे विराट बड़ गेट नमस्कार ये पटिया गेट या चली मो बर्तमान भितर को एंट्री करुचु एपटे भी किसी किसी काम सरिया ऊपर है मिस्त्री मैंने सब रंग कर काम सरिया ऊपर है बर्तमान जाऊँ मूर्ति घर टी देखते बहुत सुंदर काम चली कि आर बाकी अच्छे रहा आमर हाथ 8 दिन भर सब कम सरिया दरकार ये आम बर्तमान आसिल मूर्ति प्राइमर पड़ जाइए मूर्ति का रंग हम बर्तमान मो प्रताप भाई एपटे विकास कंप्रेसर लगाऊँ भिडियोटी शेष जाए जारी रखी था बर्तमान रंग भर्ती सेटिंग मरा सेटिंग मरा सर किसी समय पर गाड़ी हम देखो बर्तमान अभी निश्चित भाव भिडियो शेष पर्यटन देखो बर्तमान लिकर गुड़ा हूँ मूर्ति ग्लेजिंग देखो मूर्ति केते जोर ग्लेज करुँच मो भिडियो टी देखी था बर्तमान आसिक पहुँच जाइए रघुनाथपुर आ रघुनाथपुर गाँव आम बर्तमान रंग स्टार्ट कलु आपन देखु रंग ये देखु रंग बर्तमान भर्ती सरीगला दुर्गांकर लक्ष्मी सरस्वती हंस पेचा गणेश सिंह असुर समस्त रंग भर्ती सरीगला अबिका बर्तमान रंग हो आपण भिडियो टी शेष जाए देखते बर्तमान माँ को मूर्ति गारिया सजाई आपटे कार्तिक मूर्ति गारिया सजाई अबिका प्रताप भाई रंग कर विकास सेपटे आखि काटुचे बर्तमान अभी अशुर काटि मो पाखे तो समय ना मो कैमेरा धरिया
ଆମ ଯାହା ଯାହା ହେଉଛି ସେ କରିକି ଦେଖାଉଛି ଆଉ। ଦେଖନ୍ତୁ ବର୍ତ୍ତମାନ ରଘୁନାଥପୁର କାମ କମ୍ପ୍ଲିଟ୍ ସରିଗଲା। ଏ ଦେଖନ୍ତୁ ବିକାଶ ଓକେ ତ କାମ ଓକେ ଟିକେ ଟିକେ ଦେଖାଇ ଦେଉଛି। ଦେଖନ୍ତୁ ବର୍ତ୍ତମାନ ଆମେ ଆସି ଗଣ୍ଡରପୁରରେ ପହଞ୍ଚୁ। ଆଉ ଗଣ୍ଡରପୁରର ମୂର୍ତ୍ତି ରଙ୍ଗ ଚାଲିଛି ଦେଖନ୍ତୁ। ଏଇ ଦୁର୍ଗା ଲକ୍ଷ୍ମୀ ସରସ୍ୱତୀ ଗଣେଶ କାର୍ତ୍ତିକ ଅସୁର ସିଂହ ମୂଷା ମଇଁଷି ମୟୂର ସାପ ସବୁ ନେଇକି ହେଇଛି ଟିମ୍ଟା। ଏଇଟା ଗଣ୍ଡରପୁର ଦୁର୍ଗା। ଦେଖନ୍ତୁ ବର୍ତ୍ତମାନ ଗଣ୍ଡରପୁରର ରଙ୍ଗ ଶେଷ ହେଇଗଲା। ବିକାଶ ବର୍ତ୍ତମାନ ରଙ୍ଗ ଶେଷ ହେଇଗଲାଣି। ଆଉ କିଛି କିଛି ବାକି ଅଛି। ସିଂହ ଆଉ ଆମର ମାଆଙ୍କର ସାଜ ଫାଜ ପିନ୍ଧିବ, ଚୁଟି ଫୁଟି ସବୁ ଲାଗିବ। ଦେଖନ୍ତୁ ବର୍ତ୍ତମାନ କାମ ଚାଲିଛି। କାମ ଶେଷ ହେଇଗଲାଣି। ଆମର ଏଠି କାମ ଆରମ୍ଭ ହେଇଥିଲା ସଞ୍ଜ 6:30ଟାରେ। ବର୍ତ୍ତମାନ 9:20 ହେଇଛି। କାମ ଶେଷ ଉପରେ ହେଇଗଲାଣି। ପାଖାପାଖି ଆଉ 10-15 ମିନିଟ୍ ଭିତରେ ଚତୁର୍ଥା ଗୁଡ଼ା ସରିଗଲା। କାମ ଶେଷ। ଆଉ କାଲି ଆସିବୁ ଆଉ ସଜାସଜି କରିଦେବୁ। ବର୍ତ୍ତମାନ ଅବିକା ଅନ୍ଧାରୁଆର ରଙ୍ଗ କାମ ଷ୍ଟାର୍ଟ ହେଇଯାଇଛି। ଆମ ମୂର୍ତ୍ତି ରଙ୍ଗ ଦେଖନ୍ତୁ ଏଠି ଗଣେଶ କାର୍ତ୍ତିକ ଅଲଗା ରହୁଛନ୍ତି। ଆଉ ସିଂହ ଅସୁର ଆଉ ଦୁର୍ଗା ଲକ୍ଷ୍ମୀ ସରସ୍ୱତୀ ଉପରେ ରହୁଛନ୍ତି। ରଙ୍ଗ ଭର୍ତ୍ତି ସରିଗଲାଣି। ମୁଁ ବର୍ତ୍ତମାନ ଅବିକା ସେଡ଼ିଂ ମାରିବି। ଆଉ ଆପଣ ଭିଡ଼ିଓ ଟିକେ ଶେଷ ଯାଏଁ ଦେଖନ୍ତୁ। ଏଇଟା ହେଉଛି ଅନ୍ଧାରୁଆ ଗାଁ। ଅନ୍ଧାରୁଆ ଗାଁରେ ମୂର୍ତ୍ତିଟି ତିଆରି ହେଇଛି ଦେଖନ୍ତୁ। ମା ଦୁର୍ଗା ଦେଖନ୍ତୁ ବର୍ତ୍ତମାନ ସଜାସଜି ଚାଲିଛି। ଆଉ କାମ ବି ସରିବା ଉପରେ ହେଲାଣି। ଦେଖନ୍ତୁ ଯେଉଁ ଇଏ ଏପଟେ ଆମର ପ୍ରତାପ ଭାଇ ଚୁଟି ଫୁଟି ଲଗାଉଛି। ଆଉ ବିକାଶ ସେପଟେ ସଜାସଜି କରୁଛି। ବିକାଶ ଟିକେ ଅନେଇ ଦିଅ, ଅନା ମୁହଁଟା ଇଆଡ଼କୁ ଅନାଅ ବିକାଶ। ଏଇ ଦେଖ ବିକାଶ ସଜାସଜି କରୁଛି। ମାଆଙ୍କ ମୁହଁଟାକୁ ଦେଖ, ପୁରା ରାଗିକି ଅନେଇଛନ୍ତି। ନିଶ୍ଚିନ୍ତ ଭାବରେ ମୋ ଭିଡ଼ିଓ ଟିକେ ଶେଷ ପର୍ଯ୍ୟନ୍ତ ଯାଇ ଦେଖନ୍ତୁ। ଆଉ ଭିଡ଼ିଓରେ ସବୁ କିଛି ଅଛି। ଆପଣମାନେ ବି ଚାହିଁଲେ ମୋତେ କଣ୍ଟାକ୍ଟ କରିପାରିବେ, କିନ୍ତୁ ବହୁତ ଆଗରୁ କରିବାକୁ ପଡ଼ିବ। ଏ ଦେଖନ୍ତୁ ଇଏ ଗଣେଶ ମୂର୍ତ୍ତି, ଆଉ ଏପଟେ କାର୍ତ୍ତିକେଶ୍ୱର ମୂର୍ତ୍ତି, ଆଉ ଏପଟେ ଦୁର୍ଗା ଲକ୍ଷ୍ମୀ ସରସ୍ୱତୀ। ଭିଡ଼ିଓ ଟିକେ ଶେଷ ପର୍ଯ୍ୟନ୍ତ ଯାଇ ଦେଖନ୍ତୁ। କାମ ଚାଲିଛି ଟୋଟାଲ। ଆଉ କିଛି କିଛି କାମ ଅଛି। ଦେଖନ୍ତୁ ବର୍ତ୍ତମାନ ଚନ୍ଦକା ଶିମିଳିପାଟଣାର କାମ ସରିଗଲା। ଭିଡ଼ିଓ ଟିକେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ସବୁଯାକ ଭିଡ଼ିଓ ଆର ଦେହରେ ଅଛି। ଦେଖନ୍ତୁ ଦୁର୍ଗା ଲକ୍ଷ୍ମୀ ପେଚା ସରସ୍ୱତୀ ହଂସ। ଏପଟେ ଅସୁର ବର୍ଷ ୟୁନିକ୍ କଲର୍ ହେଇଛି। ଆଉ ସିଂହଟା ବି ୟୁନିକ୍ କଲର୍ ହେଇଛି ଗୋଲ୍ଡେନ୍ ଟାଇପ୍ର। ଆଉ ଗଣେଶ, ଆଉ ଏପଟେ କାର୍ତ୍ତିକ। ନିଶ୍ଚିନ୍ତ ଭାବରେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଦେଖନ୍ତୁ ବର୍ତ୍ତମାନ ଅବିକା ଗଣ୍ଡରପୁର ଦୁର୍ଗା ସଜାସଜି ଚାଲିଛି। ଦେଖନ୍ତୁ ସଜାସଜି ମୁଁ ଆପଣଙ୍କୁ ଦେଖ। ଗଣ୍ଡରପୁର ଯାତ୍ରା ପଡ଼ିଆ ଉପରେ ପ୍ରତାପ ଭାଇ ଚୁଟି ଲଗାଉଛନ୍ତି। ବିକାଶ ଏପଟେ ଚୁଟି ବଢ଼ଉଛନ୍ତି। ଦେଖନ୍ତୁ ଏପଟେ ଲକ୍ଷ୍ମୀ, ତଳେ ଅଛନ୍ତି ଗଣେଶ। ଏଠି ସିଂହ ଅସୁର କାମୁଡ଼ୁଛନ୍ତି। ଏଠି ଅଛନ୍ତି ଅସୁର, କାର୍ତ୍ତିକ, ମୟୂର, ସରସ୍ୱତୀ ମୂର୍ତ୍ତି।
ଦେଖନ୍ତୁ ବର୍ତ୍ତମାନ ଗଣ୍ଡରପୁର ମୂର୍ତ୍ତି ଦୁର୍ଗା ମୂର୍ତ୍ତି ସରିଗଲା। ମୁଁ ଦେଖାଇ ଦେଉଛି ଆପଣଙ୍କୁ। ଦେଖନ୍ତୁ ପୁରା ସମ୍ପୂର୍ଣ୍ଣ ଭାବରେ ଶେଷ ହୋଇଗଲା ଗଣ୍ଡରପୁର ଦୁର୍ଗା ମୂର୍ତ୍ତି। କେମିତି ଲାଗୁଛି ନିଶ୍ଚିନ୍ତ ଭାବରେ ମୋତେ କହିବେ। ଲାଇକ୍ କରିବେ, ସେୟାର କରିବେ, କମେଣ୍ଟ ଦେବେ, କମେଣ୍ଟରେ ଲେଖିବେ ଜୟ ଜଗନ୍ନାଥ। ତ ବର୍ତ୍ତମାନ ପଟିଆ ଷ୍ଟେସନ ପାଖର ମୂର୍ତ୍ତି କମ୍ପ୍ଲିଟ୍ ରେଡ଼ି ହେଇଗଲା। ଆଉ ମୁଁ ଦେଖାଉଛି ଆପଣଙ୍କୁ, ଦେଖନ୍ତୁ ବର୍ତ୍ତମାନ ରେଡ଼ି ହେଇଗଲା। ଦେଖନ୍ତୁ ଜଣେ ମଉସା ଇଏ ହେଉଛନ୍ତି ଏଠିକାର ଓନର୍। ଆଉ ମୁଁ ତାଙ୍କୁ ପଚାରିବି ଯେଉଁ ମୂର୍ତ୍ତିଟି ମୋ ପାଖରୁ କେତେ ବର୍ଷ ହେଲାଣି ଆଣିଲେଣି ଆଉ କେମିତି କ'ଣ ଲାଗୁଛି ସେ କହିବେ। କୁହନ୍ତୁ। ଏ ବର୍ଷ ଆମର ତୃତୀୟ ବର୍ଷ। ବାପି ତୃତୀୟ 3 ବର୍ଷ ଧରି ମୂର୍ତ୍ତି କରୁଛି, ବହୁତ ସୁନ୍ଦର ମୂର୍ତ୍ତି କରୁଛି ଏବଂ ସମସ୍ତେ ବହୁତ ଖୁସି। ମାଆଙ୍କର ଏତେ କମନୀୟ ମୂର୍ତ୍ତି, ତେଣୁ ମାଆଙ୍କର ଆଶୀର୍ବାଦରୁ ଆମେ ପୂଜା ଭଲ ଭାବରେ କରୁଛୁ ଏବଂ ବାପିର କଳାରେ ସମସ୍ତେ ସନ୍ତୁଷ୍ଟ। ତାର କଳାରେ ଆଉ ଅଧିକା କ'ଣ ସୁନ୍ଦର। ଦେଖନ୍ତୁ ବର୍ତ୍ତମାନ ମଉସା କହିଲେ ମୂର୍ତ୍ତି କେମିତି କ'ଣ ହେଇଛି। ଆଉ ମୋର ଏଠି 3 ବର୍ଷ ହେଇଗଲା। ଆଉ 3 ବର୍ଷ ଏ ବର୍ଷ ଚାଲିଛି। ଆଉ ମାଆଙ୍କର ଏ ବର୍ଷ ଟିକେ ୟୁନିକ୍ ଟାଇପ୍ର କାମ ହେଇଛି। ଦେଖନ୍ତୁ ମେହେନ୍ଦି କଲର୍, ଏଇଟା ଡୁଆଲ୍ କଲର୍, ଗ୍ରୀନ୍ କଲର୍ ପ୍ଲସ୍ ମେହେନ୍ଦି କଲର୍ ଦୁଇଟା ବାହାରୁଛି। ଆଉ ଏପଟେ ଅଛନ୍ତି ପାର୍ଶ୍ୱଦେବୀ ସରସ୍ୱତୀ, ଆଉ ଗଣେଶ, ମୂଷା, ପେଚା, ଆଉ ଏପଟେ ମା ଦୁର୍ଗା, ଆଉ ତଳେ ରହିଲେ ସିଂହ, ମହିଷାସୁର, ଏପଟେ ସରସ୍ୱତୀ, ଆଉ ହଂସ, ଆଉ କାର୍ତ୍ତିକ, ମୟୂରକୁ ନେଇକି ହେଲା। ଆଉ ମେଢ଼ କାରିଗର ଆସିବ, ସେ ତାର ମେଢ଼ ଫିଟିଂ କରିବ। ନିଶ୍ଚିନ୍ତ ଭାବରେ ମୋ ଭିଡ଼ିଓ ଟିକେ ଶେଷ ଯାଏଁ ଦେଖନ୍ତୁ। ଆପଣ ଦେଖନ୍ତୁ ଆମେ ବର୍ତ୍ତମାନ ଆସିକି ନନ୍ଦନ ବିହାର ହାଉସିଂ ବୋର୍ଡ଼ରେ ଆସିକି ପହଞ୍ଚିଛୁ। ଆଉ ଏଠିକାର ବି କାମ ଆମର ଶେଷ ହୋଇଗଲାଣି। ଦେଖନ୍ତୁ ବର୍ତ୍ତମାନ ଏଠିକାର କାମ ହେଉଛି ସିଂହ, ଅସୁର, ଦୁର୍ଗା ଅଲଗା ପଟାରେ ହେଇଛି, ଗଣେଶ ଅଲଗା, ଲକ୍ଷ୍ମୀ, ସରସ୍ୱତୀ ସବୁ ଅଲଗା ଅଲଗା ହେଇଛି। ଆମର ସେଟିଂ ଚାଲିଛି। ଦେଖନ୍ତୁ ଆପଣଙ୍କୁ ଏଇଠି ଦୁର୍ଗା, ଅସୁର, ସିଂହ ବର୍ତ୍ତମାନ ଏଠି ଅଲଗା, ଲକ୍ଷ୍ମୀ ଅଲଗା, ଗଣେଶ ଅଲଗା, ସରସ୍ୱତୀ ଏଇଠି ଅଛନ୍ତି, କାର୍ତ୍ତିକ ଏଇଠି ଅଛନ୍ତି। ସେଟିଂ ହେଉଛି। ଟୋଟାଲ୍ ଭିଡ଼ିଓଟା ଦେଖନ୍ତୁ ଆପଣ। କମ୍ପ୍ଲିଟ୍ ସରିଗଲା। ଆଉ ସବୁ ଚୁକ୍ତି ପ୍ଲେଟ୍ କାମ ଅଛି। ଆଉ ଦୁର୍ଗା ରହିଲେ, ସିଂହ ରହିଲେ, ଅସୁର ରହିଲେ, ସରସ୍ୱତୀ ରହିଲେ, ଏପଟେ ଲକ୍ଷ୍ମୀ, ଗଣେଶ, ଆଉ ଟୋଟାଲ୍ ତାଙ୍କ ପରିବାରଟା ସେଟିଂ ହେଇଛି। ଆଉ ନିଶ୍ଚିତ ଭାବରେ ଭୁବନେଶ୍ୱର ନନ୍ଦନ ବିହାର ଆପଣ ଆସନ୍ତୁ, ଆଉ ମୂର୍ତ୍ତିକୁ ଦେଖିକି ଯାଆନ୍ତୁ। ଆଉ ଯେଉଁ ଅଲଗା କିଛି ଅଛି ମେଢ଼ ସଜା ଆଉ ନିଶ୍ଚିତ ଭାବରେ ମୋ ଭିଡ଼ିଓ ଟିକେ ଦେଖନ୍ତୁ। ଆଉ ଲାଇକ୍ କରନ୍ତୁ, ସେୟାର କରନ୍ତୁ, କମେଣ୍ଟ ଦିଅନ୍ତୁ, କମେଣ୍ଟରେ ଲେଖନ୍ତୁ ଜୟ ଜଗନ୍ନାଥ।